ଯେ ପାଣ୍ଡିଆନକୁ ନେଇକି ଦଳରେ ଦୁଇଟି ମତ ରହିଛି। ଆପଣ ଭାବୁଛନ୍ତି କି ଭବିଷ୍ୟତରେ ଯଦି ବଡ଼ ଧରଣର ଫାଟ କିଛି ବିଜୁ ଜନତା ଦଳରେ ହେବା ପାଇଁ ଯାଉଛି ତାହେଲେ ପାଣ୍ଡିଆନ ସେଥିରେ ଗୋଟିଏ ବଡ଼ ପ୍ରସଙ୍ଗ ସାଜିବେ? ନାଇଁ ନାଇଁ, ପାଣ୍ଡିଆନ ବର୍ତ୍ତମାନ ସିଏ କହିଛନ୍ତି ମୁଁ ବୋଲିବାରେ ସନ୍ନ୍ୟାସ। ସିଏ ତାଙ୍କର ଭୂମିକା ଫିଜିକାଲି ନାହିଁ, କିନ୍ତୁ ସମସ୍ତଙ୍କର ଧାରଣାର ଯଥେଷ୍ଟ କାରଣ ଅଛି ଯେ ନବୀନ ପଟ୍ଟନାୟକଙ୍କର ଅଧିକାଂଶ କାର୍ଯ୍ୟକୁ ସେ ହିଁ ନିୟନ୍ତ୍ରଣ କରୁଛନ୍ତି। ଆଉ ନବୀନ ପଟ୍ଟନାୟକ ଯେଭଳି ଭାବରେ ତାଙ୍କ ସପକ୍ଷରେ ଦରକାର ପଡ଼ିଲା ଯୁକ୍ତିବଦ୍ଧ କରୁଛନ୍ତି, ସେଇ ସେ ଅନେକ ଭାବୁଛନ୍ତି ସେମାନଙ୍କ ଭିତରେ ପୂର୍ବ ସମ୍ପର୍କ ରହିଛି, ଯଦିଓ ଫିଜିକାଲି ସେ ନାହାନ୍ତି, ଦଳ ଭିତରେ ନାହାନ୍ତି, କିନ୍ତୁ ଦଳ ଭିତରେ ନ ରହିବା ଦୋଷରା କଥା। କିନ୍ତୁ ସେ ଯଦି ସେ ପ୍ରକୃତରେ ନବୀନ ପଟ୍ଟନାୟକକୁ ସେ ତଥାପି ନିୟନ୍ତ୍ରଣ କରିବା ଲୋକମାନଙ୍କର ଅନୁଭବ ହବ, ଇଏ ଗୋଟେ ଦଳର ସଙ୍କଟ ଆଉ ଗୋଟେ ସଙ୍କଟ ଆଣିବ। ନବୀନ ପଟ୍ଟନାୟକ ଯେତେ ଚେଷ୍ଟା କଲେ ମଧ୍ୟ ଇଏ ଗୋଟିଏ ସଙ୍କଟ ତିଆରି କରିବ ବୋଲି ଆପଣ ଭାବୁଛନ୍ତି? ବିଜୁ ନିଶ୍ଚିତ ଭାବରେ ଯଦି ଜନତା ଦଳର କର୍ମୀମାନେ ସାଧାରଣ ଲୋକ ସାଧାରଣ ସମର୍ଥକ ଭିତରେ ଦୃଢ ବିଶ୍ୱାସ ହବ ଯେ ୟାଙ୍କ ସକାଶେ ବା ଏଗର କାର୍ଯ୍ୟ ସକାଶେ ଦଳ ପରାଜିତ ହେଇଛି, ଯୋଉ ସେମାନଙ୍କୁ ଆପଣ ଯଦି ପୁଣି ସେଇ ଅବସ୍ଥାରେ ରଖିଛନ୍ତି ବୋଲି ଲୋକଙ୍କର ଉଦ୍ବୋଧ ହବ, କର୍ମୀମାନଙ୍କର ଉଦ୍ବୋଧ ହବ, ତାହେଲେ ଆପଣ ତାକୁ ନେଇ ସଙ୍କଟ ହବ, ବାଧ୍ୟ ହବ। ମୁଁ ଭାବୁଛି ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଯାହାହେଲେ ମଧ୍ୟ ତାଙ୍କର ଲୋକଙ୍କ ସହିତ ଅନେକ ଭାବୁଛି ସମ୍ପର୍କ ନାହିଁ, କିନ୍ତୁ ଜଣେ ବୁଦ୍ଧିମାନ ରାଜନୈତିକ ବ୍ୟକ୍ତି, ସେଟା ତ କେହି ଅସ୍ୱୀକାର କରି ଅତ୍ୟନ୍ତ ବୁଦ୍ଧିମାନ ରାଜନୈତିକ ବ୍ୟକ୍ତି। ସିଏ ଲୋକମାନଙ୍କର ସନ୍ଦେଶକୁ ଥରେ ଲୋକଙ୍କ ପାଖକୁ ଯିବା ଆରମ୍ଭ କରି ଜାଣିପାରିବେ। ଯେତେବେଳେ ଲୋକଙ୍କ ପାଖକୁ ଯିବା ଆରମ୍ଭ କରିବାକୁ କରିବେ, ନିଶ୍ଚିତ ଭାବରେ ଲୋକମାନଙ୍କ ପାଖରୁ ଯୋଉ ବାର୍ତ୍ତା ତାଙ୍କ କତିକି ଆସିବ, ଆଜିକାଲି ତ ଆଉ ସରକାରୀ କଳ ନାହିଁ, କଲେକ୍ଟର ଏସପି ତାଙ୍କୁ ଜଗିକି ଲୋକମାନେ ଭେଟି ପାରିବେନି, ଏ କଥା ତ ସେ ପରିବେଶ ତ ଆଉ ହବନି ନା। ସରକାରୀ ଅଧିକାରୀଙ୍କ ଉପରେ ନିର୍ଭର କରିକି ସେ ଚଲେଇ ପାରିବେ ନା, ତାଙ୍କୁ କର୍ମୀମାନଙ୍କ ଉପରେ ହିଁ ନିର୍ଭର କରିବାକୁ ପଡିବ, ଦଳର କର୍ମକର୍ତ୍ତାମାନଙ୍କ ଉପରେ ନିର୍ଭର କରିବାକୁ ପଡିବ ଫିଡବ୍ୟାକ୍ ପାଇକା। କିନ୍ତୁ ଯେତେବେଳେ ସେ ଅସଲ କଥାଟି ଜାଣିଯିବେ, ବାସ୍ତବତା ଜାଣିଯିବେ, ମୁଁ ଭାବୁଛି ତାଙ୍କର ନିଶ୍ଚିତ ଭାବରେ ଯୋଉ ଆଭିମୁଖ୍ୟ ସେତେବେଳେ ତାଙ୍କର ଥିଲା ତାଠୁ ଗୋଟେ ପରିବର୍ତ୍ତନ ଆସିବ। ଯଦି ନ ଆସିବ ତାକୁ ନେଇକି ଦଳର ସଙ୍କଟ ମଧ୍ୟ ରହିବ। ଆଉ ସେଇଥିପାଇଁକା ଦେଖନ୍ତୁ ବିଜେପି ସରକାର ପକ୍ଷରୁ ବର୍ତ୍ତମାନ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଉପରେ କିଛି ନା କିଛି ଗୋଟାଏ ବକ୍ତବ୍ୟ ଦିଆଯାଉଛି ଏବଂ କିଛି ଉଦ୍ୟମ କରାହଉଛି ତାଙ୍କୁ କେନ୍ଦ୍ର କରି କିଛି ଏପରି ଅବସ୍ଥା କରିବା ପାଇଁ। ଯଦିଓ ବର୍ତ୍ତମାନ କରିନାହାନ୍ତି, କହିଛନ୍ତି ସେ ହେଲିକପ୍ଟର କଥା କହିଛନ୍ତି, କୁହାଯିବା ଏବଂ ତାକୁ ବାସ୍ତବରେ ପରିଣତ କରି ଗୋଟେ ମାମଲା ଅବସ୍ଥାକୁ ଆଣିବା, ଇଏ ଆଉ ଗୋଟେ କଥା। ସେ ମାମଲା ହେଲା ପରେ ସେଥିରେ ଦଳର ଷ୍ଟାଣ୍ଡ କଣ ହବ? ଯଦି କରନ୍ତି ମାମଲା ତ ବର୍ତ୍ତମାନ ତ ହେଇନି, ମାମଲା ହେବାକୁ ବହୁତ କଷ୍ଟ ଲାଗିବ, କାରଣ ସେ ଯୋଉ ନିୟମ ଅନୁସାରେ ଯଦି ହେଇଥିବ ସେଥିରେ ମାମଲା ହେଇପାରିବ ନାହିଁ। ସେଥିରେ ଗୋଟେ ଟିମ୍ ଅନୁସନ୍ଧାନ କରିକି କରିବେ, କିପରି କରିବେ ଜଣା ନାହିଁ। କିନ୍ତୁ ଯଦି ହୁଏ ସେଥିରେ କଣ କରିବ ବିଜେଡି କି ଷ୍ଟାଣ୍ଡ ନବ, ସେଇଟା ଦେଖିବା କଥା। ନିଶ୍ଚିତ ଭାବରେ ବିଜେଡି କି ଷ୍ଟାଣ୍ଡ ନବ ତା ଦେଖିବା କଥା। ବହୁତ ଧନ୍ୟବାଦ ରବି ବାବୁ ଆପଣଙ୍କର ମତାମତ ପାଇଁ।